ଝିଅକୁ ମୋର ବାର ବାର ମନା କରୁଛି ଛତୁ ଜମା ଆଣିବୁନି, ମୁଁ ଖାଇଲେ ମୋ ପେଟ ଫାମ୍ପି ଦେଉଛି। ସେ କ'ଣ ଜମା ଶୁଣୁଛି? ସେ ତ ଖାଲି ଛତୁ ଆଣୁଛି ଆଉ। ଛତୁ ଟିକେ କଟାକଟି କରିଦେଲି, ତା ପାଇଁ ଟିକେ ମସଲା ହରିକା ବଟାବଟି କରି ରଖିଦେଲି। ସେତେବେଳକୁ ନାତି ପୁରା ଘର ଦ୍ୱାରା ଘାଣ୍ଟି ସାରିଲାଣି ଯେ ପାଦ ଥୋଇବା ପାଇଁ ଆଉ ଜାଗା ନାହିଁ। ମୁଁ ମୋର ଟିକେ ଜଳଖିଆରେ ଖାଇଦେଲି ଆଜି ଚୁଡ଼ା କଦଳୀକୁ ଚକୁଟିକି। ତାପରେ ଯାଇକି ଛତୁଟାକୁ ଟିକେ ଭାଜିଦେଲି। ତାପରେ ମସଲା ହରିକା ତ ବାଟି ଦେଇଥିଲି, କଷାକଷି କରିକି ବସେଇଦେଲି ତରକାରୀଟିଏ। ଆଉ ଶାଗ ହେଲେ ଆଣିଥିଲା, ତାକୁ ଟିକେ ବଛାବଛି କଲି, ଧୁଆଧୁଇ କରି ଆଣି ତାକୁ ବି ଟିକେ କଟାକଟି କରିକି ବସେଇଦେଲି ଶାଗ ଭଜାଟିଏ। ଆଜି ନାତି ମୋର ଟିଭିରେ ଦେଖିଦେଲା ରସଗୋଲା, ଲଗେଇଲା ଖାଇବ ବୋଲି। ଆଉ ତା ମା ପଳେଇ ଯାଇଛି ଡ୍ୟୁଟି। କ'ଣ କରିବି ବୁଦ୍ଧିବାଟ ଦେଖାଗଲାନି। ତରକାରୀ ପାଇଁ ଆଣିଛି କାଲି ଛେନା, ଝିଅ ମୁଁ ଦେଖିଥିଲି ଫ୍ରିଜରେ ରଖିଥିଲା, ତାକୁ ବାହାର କରିକି କଲି ରସଗୋଲା। କ୍ଷୀର ସିନା ଛିଣ୍ଡେଇକି କଲେ ହେଇଥାନ୍ତା, ଆଉ କିଣା ଛେନାରେ କ'ଣ ରସଗୋଲା ହେବ? ତଥାପି ବନେଇଲି ତା ମନ ବୁଝିବା ପାଇଁ। ଆଉ ଆପଣମାନଙ୍କୁ ଯଦି ରସଗୋଲାର ରେସିପି ଦରକାର ତାହେଲେ ନିଶ୍ଚୟ କମେଣ୍ଟ କରିବେ, ମୁଁ ଆଣିବା ପାଇଁ ଚେଷ୍ଟା କରିବି।